ସତରେ କେତେ ସୁନ୍ଦର ଥିଲା ସେ ଅତୀତ, କେତେ ଆକର୍ଷଣୀୟ ଥିଲା ସେଇ ମୁହୂର୍ତ୍ତ, କେତେ ରଙ୍ଗୀନ ଥିଲା ସେ ଉପତ୍ୟକା। ନା ତୁମକୁ ମୁଁ କିଛି କହିଥିଲି, ନା ତମେ ମୋତେ କିଛି। କେବଳ ଭାବନାର ବିନିମୟ ଛଡ଼ା ଆଉ କିଛି ଯେ ଆମ ଭିତରେ ଘଟିଛି ମୋର ମନେ ନାହିଁ। ମୋ ଭଲ ପାଇବା ଆଉ ତୁମ ଛଳନାର କେମିଷ୍ଟ୍ରି ଏତେ ସୁନ୍ଦର ଭାବରେ ପରସ୍ପରର ନିକଟତର ଥିଲେ ଯେ କେହି ଦେଖିଲେ ଭାବୁଥିଲା ଆମ ସମ୍ପର୍କର ଗଭୀରତା ବିଷୟରେ। ହେଲେ ମୁଁ ପ୍ରଥମରୁ ଜାଣିଥିଲି, ସନ୍ଦିହାନ ବି ଥିଲି। ତଥାପି କାହିଁକି କେଜାଣି ତୁମ ପ୍ରତି ଥିବା ଅହେତୁକ ମୋହ ଆଗରେ ଛଳନା କେଉଁଠି ନା କେଉଁଠି ଆତ୍ମଗୋପନ କରିନେଉଥିଲେ। ସେ କଥା ଜାଣିବି ନ ଜାଣିବାରେ ଅଭିନୟ କରି ଚାଲିଥିଲି। ପ୍ରଜାପତି ରଙ୍ଗ ବଦଳାଇବା ପରି ତୁମେ ପ୍ରତି ମୁହୂର୍ତ୍ତରେ ରଙ୍ଗ ବଦଳାଉଥିଲ। ତମର ପ୍ରତି ପରିବର୍ତ୍ତିତ ରଙ୍ଗକୁ ଭଲ ପାଇ ବସୁଥିଲି। ତାର ସୁଯୋଗ ନେଇ ତମେ ମୋତେ ବାରମ୍ବାର ଆଘାତ ଦେଇ କ'ଣ ଯେ ଲାଭ ପାଇଛ ତାହା ତ ମୁଁ ଜାଣିନି। ହେଲେ ଏତିକି କହିବି, ତୁମକୁ ଭଲ ପାଉଥିବା ମଣିଷଟା କିପରି ତୁମ ରୁକ୍ଷ ବ୍ୟବହାରରେ ଆଜି ତୁମ ସହ ପଦେ କଥା ହେବାକୁ ଭୟ କରୁଛି। କାହିଁକି ଜାଣିଛ? ମାନବିକତା କ'ଣ ତୁମେ ହରାଇ ବସିଛ। ତୁମର ମନେ ଥିବ କି ନାହିଁ ଜାଣିନି। ତୁମ ନିକଟତର ହେବା ପାଇଁ ମୁଁ କ'ଣ ନ କରିଛି ସେ କଥା କେବେ ଭାବିଛ? ଆଉ କାହାକୁ ଖୁସି କରିବାକୁ ଯାଇ ତମେ ମୋତେ ଧୋକା ଦେଇଛ, ଯାହା ମୋ ଆତ୍ମାକୁ ବହୁତ କଷ୍ଟ ଦେଇଛି। ଚାହିଁଲେ ମୁଁ ତୁମେ ଦେଇଥିବା ଅପମାନର ପ୍ରତିଶୋଧ ନେଇପାରିବି। ତଥାପି ଆଜି ମୁଁ ନୀରବ। କାହିଁକି ଜାଣିଛ? କାରଣ ମୁଁ ତୁମକୁ ଭଲ ପାଇଥିଲି। ହେଲେ ତୁମେ ମୋତେ ଦେଇଛ କ'ଣ? ଖାଲି ମୁଠା ମୁଠା ପ୍ରତାରଣା। ଆଜି ତୁମ ନିକଟତର ହେବାକୁ ଘୃଣା ଲାଗୁଛି। ଭାବୁଛି ତୁମ ଭଳି ଅମଣିଷକୁ ମୁଁ କେମିତି ଭଲ ପାଇଥିଲି। ବୋଧ ହୁଏ ସେଇଟା ଥିଲା ମୋର ଦୁର୍ଭାଗ୍ୟ। ଆଜି କିନ୍ତୁ ସେ ଭଲ ପାଇବା ବଦଳରେ ମୋ ହୃଦୟରେ ତୁମ ପ୍ରତି ପ୍ରଚଣ୍ଡ ଘୃଣା ଜାଗ୍ରତ ହୋଇସାରିଛି। ସେଥିପାଇଁ ଈଶ୍ୱରଙ୍କୁ କୋଟି କୋଟି ଧନ୍ୟବାଦ। ଆଉ ବାକି ରହିଲା